15 ଅଗଷ୍ଟ 1947 ଏହି ଦିନଟି ଭାରତର ପ୍ରତ୍ୟେକ ଲୋକଙ୍କ ପାଇଁ ଗୋଟିଏ ଗର୍ବର ଦିନ ଅଟେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଆମ ଭାରତ କିପରି ସ୍ୱାଧୀନତା ହେଲା ଏବଂ ଗୋଟିଏ ଆନ୍ଦୋଳନ ପାଇଁ ହେଲା ନା ଜଣେ ନେତାଙ୍କ ପାଇଁ ଆମର ଭାରତ ସ୍ୱାଧୀନତା ହେଲା? ନା ଏହା ପଛରେ ହଜାର ହଜାର ବର୍ଷର ସଂଘର୍ଷ ଥିଲା, ନା ଅନେକ ଲୋକ ଏଠାରେ ତାଙ୍କର ଜୀବନ ତ୍ୟାଗି ଦେଇଥିଲେ। ଆଜି ଆମେ ଫେରିଯିବା ସେହି 1947 ଭାରତକୁ ଏବଂ ଜାଣିବା ଯେ କିପରି ଆମ ଭାରତ ସ୍ୱାଧୀନତା ହୋଇଥିଲା। ଏହି କଥାକୁ ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। 1600 ମସିହାରେ ଇଂଲଣ୍ଡର ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମ କରି ଗଠିତ ହୋଇଥିଲା। ଆରମ୍ଭରୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଖ୍ୟ ବ୍ୟବସାୟ, କିନ୍ତୁ ଧୀରେ ଧୀରେ ଏହାର ରାଜନୈତିକ ଶକ୍ତି ମଧ୍ୟ ବଢ଼ିବାକୁ ଲାଗିଲା। 1757 ମସିହାରେ ଯେତେବେଳେ ପଲାସି ଯୁଦ୍ଧ ହେଲା, ତାପରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବହୁତ ଶକ୍ତି ବେଙ୍ଗାଲ ଉପରେ ପଡ଼ିବାକୁ ଲାଗିଲା।